ଚାଲନ୍ତୁ ବନେଇବା ମାର୍କେଟ ପରି ଗୋଲାପ ଜାମୁନ। ରେଡିମେଡ୍ ପାଉଡର ଏମିତି ବି ଗୋଲାପ ଜାମୁନ ହୁଏ ମୁଁ କେବେ ବି ଭାବିନଥିଲି। ଏଇଟା ଥିଲା ଗୀତ ଗୋଲାପ ଜାମୁନ। ଚାଲନ୍ତୁ ଦେଖିବା ତାର ରେସିପି। ଗୋଲାପ ଜାମୁନ ବନେଇବା ପାଇଁ ଆମକୁ ପ୍ରଥମେ ସିରା ପ୍ରସ୍ତୁତ କରିବା ପାଇଁ ପଡ଼ିବ। ମୁଁ ଏଠି 200 ଗ୍ରାମ ପାଉଡରରେ 500 ଗ୍ରାମ ଚିନି ଏଠି ମୁଁ ଆଡ୍ କରିଥିଲି ସିରା ପାଇଁ। କିଛି ଫୁଡ କଲର ଆଉ 3ଟା ଗୁଜୁରାତି ଦେଇଥିଲି ତାର ଭଲ ଫ୍ଲେଭର ଆସିବା ପାଇଁ। ଏଠି ମୋର ସିରା ପ୍ରସ୍ତୁତ ହେଇଯାଇଛି। 200 ଗ୍ରାମ ପାଉଡରରେ 1 କପ୍ କ୍ଷୀର, 1 ଚାମଚ ଘିଅ ଦେଇକି ତାକୁ ଭଲ ଭାବେ ଚକଡ଼ି ନେବା। ଚକଡ଼ାଟା ଯେମିତି ଆମର ସଫ୍ଟ ରହିବ, ଟାଣ ରହିଲେ ଗୋଲାପ ଜାମୁନ ଆମର ଫାଟିବ। ଏଠି ମୋର ଚକଡ଼ାଟା ବହୁତ ସଫ୍ଟ ଅଛି। ଦେଖନ୍ତୁ ଜମା ବି ମୋର ଗୋଲାପ ଜାମୁନ ଫାଟିନି। ଏଇଭଳି ଭାବରେ ମୁଁ ଗୋଟେ ବଲ୍ ଏଠି ପ୍ରସ୍ତୁତ କରିଦେଲି। ଆକୁ ଆମେ ହାଇରୁ ଲୋ ଫ୍ଲେମ୍ରେ ରଖିକି ତାକୁ ଭଲ ଭାବେ ଛାଣି ନେବା। ଯିଏକି କଲର୍ ଯେମିତି ଗୋଲାପ ଜାମୁନର କଲର୍ ଆସିଲା ପରେ ଏବେ ଆମକୁ ତାକୁ ଛାଣିକି ତାକୁ ସିରାରେ ପକାଇବା। ଏବେ ଦେଖନ୍ତୁ ଗୋଲାପ ଜାମୁନର କଲର୍ ଏଠି ମୋର ପଳେଇ ଆସିଛି। ତାକୁ ଏବେ କାଢ଼ିକି ଏବେ ତାକୁ ମୁଁ ସିରାରେ ଗୋଟେ ପକାଇଦେଲି। ଖାଇବାକୁ ଯେତିକି ଟେଷ୍ଟି ଥିଲା, ବନେଇବା ବି ଭାରି ସହଜ ଥିଲା। ଆପଣ ବି ଟ୍ରାଏ କରନ୍ତୁ। ଟାଟା ବାଇ ବାଇ।